ଧର୍ମ ଜ୍ଞାନର ଭଣ୍ଡାର, ଜ୍ଞାନ ସ୍ଥାୟୀ, ଏହା କାହାକୁ ଛାଡ଼ି ଚାଲିଯାଏ ନାହିଁ। ବିଶ୍ୱାସ କରିବା ଦୁର୍ଭାଗ୍ୟଜନକ। ଯେଉଁ ବ୍ରାହ୍ମଣ ବିଦ୍ୱାନ, ଧର୍ମପରାୟଣ, ପରୋପକାରୀ, ଜଗତର ମଙ୍ଗଳ ସାଧନା ଯାହାର କର୍ତ୍ତବ୍ୟ, ସେ ଶ୍ରେଷ୍ଠ ବ୍ରାହ୍ମଣ। କାମ, କ୍ରୋଧ, ମୋହ, ଲୋଭ, ସ୍ୱାର୍ଥ, ଅହଙ୍କାରଠାରୁ ଯିଏ ଦୂରରେ ରହିପାରେ, ସେ ସର୍ବଦା ସୁଖରେ ବାସ କରିପାରେ। ଯିଏ ରୂପ, ରସ, ଅଭିମାନ, ସ୍ପର୍ଶ ଉପରେ ବିଜୟ ଲାଭ କରିପାରେ, ସେ ମହାନ। ସେ ସମସ୍ତଙ୍କୁ ବଶୀଭୂତ କରିପାରେ। ବନ୍ଧୁର ବନ୍ଧୁତ୍ୱର ଗଭୀରତା ତା'ର ସହଯୋଗ ଓ ତ୍ୟାଗରୁ ଜଣାପଡ଼ିଥାଏ। ନଦୀ, ନାରୀ, ଶସ୍ତ୍ରଧାରୀ, ନଖ ଥିବା ପ୍ରାଣୀ, ସିଂହ ଥିବା ପଶୁ ଏବଂ ରାଜପରିବାରର ଲୋକଙ୍କୁ ବିଶ୍ୱାସ କରିବା ଦୁର୍ଭାଗ୍ୟଜନକ। ସନ୍ତାନକୁ 5 ବର୍ଷ ଯାଏଁ ଲାଳନ ପାଳନ କରିବ, 10 ବର୍ଷ ଯାଏଁ ଆକଟରେ ରଖିବ, 16 ବର୍ଷ ହେବା ପରେ ପୁଅକୁ ମିତ୍ର ପରି ଜ୍ଞାନ କରିବ। ସବୁ ପାହାଡ଼ ଭିତରେ ମଣି ନଥାଇପାରେ, ସବୁ ହାତୀଙ୍କ ମସ୍ତକରେ ମୁକ୍ତା ମିଳେ ନାହିଁ, ସବୁ ସ୍ଥାନରେ ଭଲ ମଣିଷ ମିଳନ୍ତି ନାହିଁ, ସବୁ ଗଛ ଚନ୍ଦନ ଗଛ ନୁହନ୍ତି। 2 ଜଣ ଏକା ସାଥିରେ ପଢ଼ିବା ଦୁହିଁଙ୍କ ପାଇଁ ହିତ। ଦୁହିଁଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଆସେ। ଅତିଥି ଭଗବାନ ସଦୃଶ୍ୟ। ଯେଉଁ ଘରୁ ଅତିଥି ଅସନ୍ତୁଷ୍ଟ ହୋଇ ଆପ୍ୟାୟିତ ନ ହୋଇ ଫେରିଯାଆନ୍ତି, ସେ ଘର ନଷ୍ଟ ହୋଇଯାଏ। ଯାହା ପାଖରେ ଜ୍ଞାନ ଥାଏ, ସେ ସଦା ସୁଖୀ। ସଂସାର ଯାକର ଦୁଃଖ ଜ୍ଞାନ ପାଖରେ ହାର ମାନିଥାଏ। ସଂସାରରେ ପ୍ରାଣୀ ଏକା ଏକା ଜନ୍ମ ହୁଏ, ଏକା ଏକା ମରେ। କେହି ହିଁ ସାଥୀ ହୁଅନ୍ତି ନାହିଁ। ସ୍ୱର୍ଗ ମର୍ତ୍ତ୍ୟ ବୋଲି କିଛି ନାହିଁ। ଏଇଠି ସ୍ୱର୍ଗ, ଏଇଠି ନର୍କ। ଭଲ କାମ କଲେ ସ୍ୱର୍ଗ ସୁଖ ମିଳେ, ମନ୍ଦ କର୍ମ ପାଇଁ ନର୍କ ଯନ୍ତ୍ରଣା ମିଳେ। ବିଜ୍ଞ ଦୂରଦର୍ଶୀ ପିତାମାତା ନିଜ ସନ୍ତାନକୁ ଉପଯୁକ୍ତ ଶିକ୍ଷା ପ୍ରଦାନ କରିବା ଆବଶ୍ୟକ। ଉତ୍ତମ ଶିକ୍ଷା ସନ୍ତାନକୁ ଉଚିତ ମାର୍ଗ ପ୍ରଦର୍ଶନ କରିଥାଏ। ପୁରୁଷର 4 ବଡ଼ ଶତ୍ରୁ ଏଇ 4 ଜଣ। ଏମାନଙ୍କ ଦ୍ୱାରା ବିପଦ ନିଶ୍ଚିନ୍ତ ଆସିବ। କରଜ କରିଥିବା ପିତା, ଚରିତ୍ରହୀନା ମା, ସୁନ୍ଦରୀ ପତିତା ସ୍ତ୍ରୀ, ମୂର୍ଖ ଦୁଷ୍ଟ ପୁତ୍ର। ସ୍ତ୍ରୀ, ପୁତ୍ର ଓ କନ୍ୟାଙ୍କୁ କଟୁ କଥା କହିବ ନାହିଁ। ହାକିମ, ବାଲକ, ମୂର୍ଖ, କୁକୁର, ଘୁଷୁରି, ବାଘ, ସାପ ଏମାନେ ଶୋଇଥିଲେ ଉଠାଇବ ନାହିଁ। ଉଦ୍‌ଯୋଗ କଲେ ଦାରିଦ୍ର୍ୟ ରହେ ନାହିଁ। ଜପ କଲେ ପାପ ରହେ ନାହିଁ। ମୌନ ରହିଲେ କଳହ ହୁଏ ନାହିଁ। ଜାଗ୍ରତ ଥିବା ଯାଏଁ ଭୟ ଆସେ ନାହିଁ। କ୍ରୋଧୀ ଲୋକଠାରେ ନ୍ୟାୟ ଆସେ ନାହିଁ।